ସମସ୍ତଙ୍କୁ ନମସ୍କାର। ଚାଲନ୍ତୁ ଆଜି ଗୋଟେ ନୂଆ ସ୍ଥାନ ଦେଖିବା। ଚିତ୍ରକୂଟ ଜଳପ୍ରପାତ। ଆମେ ବର୍ତ୍ତମାନ ତିରଥ ଜଳପ୍ରପାତରୁ ବାହାରିଛୁ। ଏଇଠୁ ଚିତ୍ରକୂଟର ଦୂରତା ପ୍ରାୟ 30 କିଲୋମିଟର। ଆମେ ଗାଡ଼ିରେ ସମସ୍ତେ ବସିଛୁ। ଆଉ ଆମେ ଏବେ ଚିତ୍ରକୂଟ ଅଭିମୁଖରେ ଯାତ୍ରା କରୁଛୁ। ଆଉ ସୁନ୍ଦର ଜାଣି ଏବେ ଆମେ ଚିତ୍ରକୂଟରେ ପହଞ୍ଚି ଯାଇଛୁ। ଆମର ଯୁବ ଭାଇ ବର୍ଷାତି ଲଗେଇକି ଆଗରେ ଚାଲିଛନ୍ତି। ସାଇଡ୍ ଦୃଶ୍ୟ ଖୁବ୍ ସୁନ୍ଦର ଭାବରେ ସଜା ହେଇଛି। ସ୍ୱଚ୍ଛ ବ୍ୟସ୍ତ ଲେଖା ହେଇଛି। ନେଚର ଟ୍ରାଏଲ ନାମରେ ଗୋଟେ ଆର୍ଟିଫିସିଆଲ କାଠରେ ଗେଟ୍ ତିଆରି ହେଇଛି। ବହୁତ ହିଁ ସୁନ୍ଦର ଦେଖାଯାଉଛି। ସାମ୍ନାରେ ତାଙ୍କର ତୁରୀ ବାଜକ ସବୁ ପ୍ରତିଛବି ସବୁ କରାହେଇଛି। ଏଇ ଯେଉଁ ସାମ୍ନାରେ ଯେଉଁ ସ୍ଥାନଟି ଦେଖିଛନ୍ତି ସେଇଟା ହେଉଛି ଗୋଟେ ଭ୍ୟୁ ପଏଣ୍ଟ। ଏଇଠୁ ସମସ୍ତେ ପ୍ରପାତର ଦୃଶ୍ୟଟା ଦେଖିଥାନ୍ତି। ଏଇଟା ଦୂର ଜାଗାରୁ ଦେଖିବାର ପଏଣ୍ଟଟା। ଏଇଠୁ ପ୍ରପାତର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖାଯାଇଥାଏ। ଆଉ ସମସ୍ତ ଜଳରାଶି ଯେଉଁ ପଡ଼ୁଛି ସେଗୁଡ଼ାକ ଏଇଠୁ ଆପଣମାନେ ଦେଖିପାରିବେ। ହେଲେ ମତି ଭାଇ ଦେଖନ୍ତୁ କେତେ ସୁନ୍ଦର ଦୂରରୁ ପ୍ରପାତ ଦିଶୁଛି। ଆଉ ଯେଉଁ ନଦୀଟା ବହି ଆସୁଛି ତାର ଉପର ପୋର୍ସନ୍ ବି ଦେଖାଯାଉଛି। ଏ ହେଉଛି ଇନ୍ଦ୍ରାବତୀ ନଦୀ। ଇନ୍ଦ୍ରାବତୀ ନଦୀର ଜଳପ୍ରପାତ। ଆଉ ଏଇଟା ଆମର ଭାରତର ସବୁଠାରୁ ଚଉଡ଼ା ଜଳପ୍ରପାତ। ତେଣୁ ଏହାକୁ ନାୟଗ୍ରା ଫଲ୍ ଅଫ୍ ଇଣ୍ଡିଆ ବି କୁହାଯାଏ। ନାୟଗ୍ରା କହନ୍ତି ଏହାକୁ ଇଣ୍ଡିଆର। ଇନ୍ଦ୍ରାବତୀ ନଦୀର ଇଏ ହେଉଛି ଜଳପ୍ରପାତ। ସାଧାରଣତଃ ଆମେ ଏଇ ଯେଉଁ ପ୍ରପାତକୁ ଗଲାବେଳେ ଦେଖନ୍ତୁ ବଡ଼ ବଡ଼ ହାଇମାର୍କସ ଲାଇଟ୍ ଲାଗିଛି। ଆପଣ ରାତିରେ ବି ପ୍ରପାତର ଦୃଶ୍ୟ ଆସିକି ବହୁତ ସୁନ୍ଦର ଭାବରେ ଉପଭୋଗ କରିପାରିବେ। ଆଉ ଏଇ ଯେଉଁ ପ୍ରପାତ ଏହାର ଦେଖିବା ପାଇଁ ଏଇ ଯେଉଁ ହାଇମାର୍କସ ଲାଗିଛି ଏଇଟା ରାତିରେ ଦେଖିବା ପାଇଁ ବହୁତ ହିଁ ସୁନ୍ଦର ଦେଖାଯାଇଥାଏ। ଏହି ଜଳପ୍ରପାତର ଉଚ୍ଚତା ହେଉଛି ମାତ୍ର 90 ଫୁଟ ମାନେ 30 ମିଟର। ବେଶୀ ଉଚ୍ଚ ନୁହେଁ କିନ୍ତୁ ବହୁତ ଚଉଡ଼ା ଜଳପ୍ରପାତ ଏବଂ ଏହାର ଦୃଶ୍ୟ ଅତି ମନୋହର ହୋଇଥାଏ। ଆମେ ଏବେ ପାର ଦେଇକି ଯାଉଛୁ ପ୍ରପାତର ନିକଟକୁ। ତାର ନିକଟ ଭିଉ ଦେଖିବା ପାଇଁ ଦେଖନ୍ତୁ ପ୍ରପାତର ସମ୍ପୂର୍ଣ୍ଣ ଦୃଶ୍ୟ ଏଇଭଳିଆ ଦେଖାଯାଇଥାଏ। କେତେ ସୁନ୍ଦର ଜଳରାଶି ବିଚାରି ହେଇକି ପଡ଼ୁଛି। ତଳୁ ସେ ଜଳଟା ଫୁଟି ବାଜିକି ଧୂଆଁ ଆକାରରେ ଗୋଟେ ଧୂମକୁଣ୍ଡଳି ହେଇକି ଉପରକୁ ଉଠୁଛି। ତା ଦୃଶ୍ୟ ଅତି ମନୋହର ହୋଇଥାଏ। ବର୍ତ୍ତମାନ ବର୍ଷା ଦିନ ତେଣୁ ବହୁତ ପାଣି ଅଛି। ନହେଲେ ଶୀତ ଦିନରେ ନଭେମ୍ବର ଡିସେମ୍ବରରେ ଗଲେ ଆପଣଙ୍କର ଏଠି ପାଣି କମ୍ ଥାଏ। ତେଣୁ ନୌକା ବିହାର ବ୍ୟବସ୍ଥା ହେଇଥାଏ। ଏଇ ଯେଉଁ ତଳେ ଯେଉଁ ପର୍ସନଟା ଦେଖିଛନ୍ତି ନଦୀ ଯେଉଁ ବହି ଯାଇଛି ସେଥିରେ ନୌକା ସବୁ ରହିଥାଏ। ଆପଣମାନେ ନୌକାରେ ବସିକି ତା ଦୃଶ୍ୟ ଉପଭୋଗ କରିପାରିବେ। ସାଧାରଣତଃ ଆମେ ପ୍ରପାତକୁ ତଳୁ ବା ଦୂରରୁ ଦେଖିଥାଉ କିନ୍ତୁ ଏଇଠୁ ଆପଣ ଗଲେ ପ୍ରପାତ ଯେଉଁଠୁ ପାଣି ପଡ଼ୁଛି ସେଇ ଉଚ୍ଚତାକୁ ଆପଣ ଯାଇକି ସେଇ ଲେଭେଲକୁ ଯାଇକି ପ୍ରପାତ ଦେଖିବାର ସୁଯୋଗ ପାଇପାରିବେ। ଦେଖନ୍ତୁ ଏଇଠି ଯେଉଁ ଡାହାଣ ପଟେ ଯେଉଁ ସ୍ଥାନଟା ପ୍ଲେନ୍ ଦେଖାଯାଉଛି ସେଇଟା ଇନ୍ଦ୍ରାବତୀ ନଦୀର ଲେଭେଲରେ ସବୁ ଲୋକମାନେ ରହିଛନ୍ତି। ଏବେ ପାଣି ବେଶୀ ଅଛି ତେଣୁ ଜଳ ପ୍ରାୟ ଏଇ ଯେଉଁ ସମତଳ ଅଞ୍ଚଳକୁ ମଧ୍ୟ ମାଡ଼ି ଆସୁଛି। ସ୍ତର ଯେତେବେଳେ ବଢ଼ିଯାଉଛି ଏଇ ଯେଉଁ ଘାଇ ଟାଇପ୍ର ଦେଖାଯାଉଛି ଏଇ ଘାଇ ପଟ ଦେଇକି ଯେଉଁଠି ଦର୍ଶକମାନେ ଛିଡ଼ା ହେଇକି ଦେଖନ୍ତି ସେ ଅଞ୍ଚଳକୁ ବି ମାଡ଼ି ଆସେ ପାଣି। ଆଉ ସେଇ ପାଣି ଉପରେ ଛିଡ଼ା ହେଇକି ଆମେ ଏବେ এই ପ୍ରପାତର ଦୃଶ୍ୟ ଦେଖୁଛୁ। ଅତି ନିକଟରୁ ଦେଖୁଛୁ। ଦେଖନ୍ତୁ ଏଇଠି ପାଣି କେମିତି ପଳେଇ ଆସୁଛି। ଆଉ ଲୋକମାନେ ସବୁ ୟାରି ଉପରେ ଛିଡ଼ା ହେଇକି ପ୍ରପାତର ଦୃଶ୍ୟ ସହିତ ଇନ୍ଦ୍ରାବତୀ ନଦୀର ଉପର ପୋର୍ସନର ଦୃଶ୍ୟ ମଧ୍ୟ ଦେଖିବାର ସୁଯୋଗ ପାଉଛନ୍ତି। ଖୁବ୍ ହିଁ ମନୋଲୋଭା ଦୃଶ୍ୟ ହେଇଛି। ଏଇଟା ପ୍ରପାତର ସବୁଠାରୁ ନିକଟରେ ପ୍ରପାତକୁ ଦେଖିଲେ ଆମେ ଏହି ପ୍ରକାର ଦୃଶ୍ୟ ଦେଖିପାରିବା। ଦେଖନ୍ତୁ କେମିତି ଧୂମକୁଣ୍ଡଳି ସବୁ ତଳୁ ଉପରକୁ ଉଠୁଛି। ସେଇଟା ବର୍ଷା ଜଳଟା ଯେଉଁ ତଳେ ବାଜିକି ଯେଉଁ ସୂକ୍ଷ୍ମ ଅଂଶରେ ପନଠେଇକି ଉପରକୁ ଧୂଆଁ ଟାଇପ୍ର ଉଠି ଆସିଛି। ଏଠି ସମସ୍ତେ ଆମେ ଆମର ସ୍ମୃତିକୁ ମନେ ରଖିବା ପାଇଁ ବିଭିନ୍ନ ଫଟୋ ଏବଂ ଭିଡ଼ିଓଗ୍ରାଫ ସବୁ କରିଛୁ। ଇଏ ହେଲେ ମତି ଭାଇ ତାଙ୍କ ପରିବାର। ଆଉ ଇଏ ହେଲୁ ଆମେ ବି এই ମୁହୂର୍ତ୍ତର ଗୋଟେ ଭିଡ଼ିଓ ରେକର୍ଡ଼ିଂ ଏଇଠି ରଖିବା ପାଇଁ ମୁଁ ମନେ କରୁଛି ସ୍ମୃତିଟାକୁ ମନେ ରଖିବା ପାଇଁ।
ଦେଖନ୍ତୁ ଖୁବ୍ ଦୂରରୁ ଇନ୍ଦ୍ରାବତୀ ନଦୀର ଦୃଶ୍ୟ ବି ଦେଖାଯାଉଛି ଏବଂ ଏଇଠୁ ପ୍ରପାତ କେମିତି ଜଳ ପଡ଼ୁଛି ତାହା ମଧ୍ୟ ଆପଣମାନେ ଦେଖିପାରୁଛନ୍ତି। ଏଇ ଯେଉଁ ପଥର ଏଇ ଅଞ୍ଚଳକୁ ଯିବା ପାଇଁ ମନା କରାହେଇଛି, ଚାରବାଡ଼ ଦିଆହେଇଛି, କିନ୍ତୁ କିଛି ପିଲା ସେଲ୍ଫି ଇତ୍ୟାଦି ନେବା ପାଇଁ ଭିତରକୁ ଚାଲିଯାଉଛି, ଯେଉଁଟାକି ବିପଦପୂର୍ଣ୍ଣ ହୋଇପାରେ। ଆମେ ସରକାରଙ୍କ ନିୟମ ମାନିକି ଏହି ଦୃଶ୍ୟଟି ଦେଖିବା ଉଚିତ। ଏଇ ଯେଉଁ ଜଳ ପର୍ସନ ବର୍ତ୍ତମାନ ଯେଉଁ ନଦୀରେ ଦେଖୁଛନ୍ତି, ଆପଣ ନଭେମ୍ବର ଡିସେମ୍ବର ଗଲେ ସେଥିରେ ନୌକା ବିହାର କରିବାର ବି ସୁଯୋଗ ପାଇପାରିବେ। ବର୍ତ୍ତମାନ ଟିକେ ଟିକେ ବର୍ଷା ଆରମ୍ଭ ହୋଇଯାଇଛି। ସମସ୍ତେ ଛତା ଧରିକି ପ୍ରାୟ ଛିଡ଼ା ହେଇଛନ୍ତି। ଅତି ସୁନ୍ଦର ପ୍ରପାତର ଦୃଶ୍ୟ, ଖୁବ୍ ମନଲୋଭା ହେଇଛି। ଯେତେ ଦେଖିଲେ ବି ମନ କହୁଥାଏ ଆଉ ଟିକେ ଦେଖିବା। ଏ ହେଲା ପ୍ରପାତ ନିକଟରେ ଆମ ଟିମ୍ର ସମସ୍ତଙ୍କର ଫଟୋଗ୍ରାଫ। ଆଉ ଇଏ ହେଲେ ଆମେ ବାରିକ ସାର୍, ପାଣିଗ୍ରାହୀ ସାର୍, କମଲ ସାର୍, ସମସ୍ତେ ଆମେ ଫ୍ୟାମିଲି ନେଇକି ଏଠି ଗୋଟେ ଫଟୋ ଉଠୁଛୁ ଆଉ ସ୍ମୃତିକୁ ମନେ ରଖିବା ପାଇଁ। ବହୁତ ହିଁ ସୁନ୍ଦର ହେଇଛି। ଇଏ ହେଲେ ଆମର ମାନନ୍ଦ ବାବୁ ଆଉ ପାଣିଗ୍ରାହୀ ସାର୍ ଆଉ ବାରିକଙ୍କ ବିଶେଷ ପ୍ରପାତର ଦୃଶ୍ୟ ଦେଖିକି ବହୁତ ଆନନ୍ଦିତ ହୋଇକି ମଜା ନେଉଛନ୍ତି। ହେଲେ ବାରିକ ବାବୁ ତାଙ୍କ ମିସେସ୍ଙ୍କ ସହିତ ଫଟୋ, ପାଣିଗ୍ରାହୀ ସାର୍ ଗୋଟେ ରୋମାଣ୍ଟିକ୍ ମୁଡ଼୍ରେ ଦିଦିଙ୍କ ସହିତ ଗୋଟେ ଫଟୋ କରିଦେଉଛନ୍ତି। ଆମେ ବର୍ତ୍ତମାନ ସେଇ ନିକଟରେ ଗୋଟେ ଶିବ ମନ୍ଦିର ରହିଛି, ପ୍ରତାପେଶ୍ୱର ମହାଦେବ ମନ୍ଦିର। ଆମେ ସେଇ ମନ୍ଦିର ଦର୍ଶନ ପାଇଁ ଯାଉଛୁ। ପ୍ରତାପ ନିକଟରେ ଥିବାରୁ ବୋଧେ ଏହିପରି ନାମକରଣ ହେଇଛି ପ୍ରତାପେଶ୍ୱର ମହାଦେବ। ଦେଖନ୍ତୁ କେତେ ବଡ଼ ଶିବଲିଙ୍ଗ। ଏଇଟା ଚିତ୍ରକୂଟ ପ୍ରପାତର ସବୁଆଡ଼ୁ ପ୍ରାୟ ଦୃଶ୍ୟ ହେଇଥାଏ। ମନ୍ଦିର ଦୃଶ୍ୟ ଖୁବ୍ ସୁନ୍ଦର ହେଇଛି। ଆଉ ଏବେ ଟିକେ ଜୋରରେ ବର୍ଷା ଆରମ୍ଭ ହୋଇଯାଇଛି। ଦେଖନ୍ତୁ ବର୍ଷା ବି ଦେଖାଯାଉଛି। ଏହି ମନ୍ଦିର ପ୍ରାଙ୍ଗଣରୁ ମଧ୍ୟ ଆପଣ এই ଚିତ୍ରକୂଟର ଦୃଶ୍ୟ ଦେଖିପାରିବେ। ଅତି ସୁନ୍ଦର ଏଇଠୁ ବି ଦେଖାଯାଏ ଏବଂ ସେଇ ଦୃଶ୍ୟ ଦେଖିବା ପାଇଁ ଏଇଠି ଗାର୍ଡ଼େନ୍ ଚେୟାର ସବୁ ପକାଯାଇଛି। ଆପଣମାନେ ଏଇ ଚେୟାରରେ ବସିକି ମଧ୍ୟ ଚିତ୍ରକୂଟର ଦୃଶ୍ୟ ଦେଖିପାରିବେ। ଆମେ ଏବେ ଏଇ ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପାଇଁ ଯାଇଛୁ। ପୂଜା କରି ଆସିଲା ପରେ ଗୋଟେ ଫଟୋଗ୍ରାଫ ବି ଏଠି ଆମେ ନେଇଛୁ। ଏଇ ସମ୍ମୁଖରେ ଦେଖନ୍ତୁ ନନ୍ଦୀ, କେତେ ବଡ଼ ନନ୍ଦୀ ରହିଛନ୍ତି। ମନ୍ଦିର ଦୃଶ୍ୟ ଖୁବ୍ ଭବ୍ୟ ହୋଇଛି। ଏଠି ଜଣେ ବୀରାଞ୍ଜନାର ପ୍ରତିମୂର୍ତ୍ତି ମଧ୍ୟ କରାହେଇଛି। କିଏ ମୁଁ ତାଙ୍କର ପରିଚୟ ଏତେ ଜାଣିପାରି ନାହିଁ। ଏବେ ଆମେ ପ୍ରପାତରୁ ଫେରୁଛୁ। ଏଇଟା ହେଉଛି ଛତିଶଗଡ଼ ଗୋଟେ ବଡ଼ ଟାଉନ୍ ଜଗଦଲପୁର। ଆମେ ଏଇ ଜଗଦଲପୁରର ହନୁମାନ ମନ୍ଦିର ଯାଇଥିଲୁ। ବହୁତ ବଡ଼ ମନ୍ଦିର, କିନ୍ତୁ ବହୁତ ବର୍ଷା ହେଉଥିଲା, ତେଣୁ ଗାଡ଼ିରୁ ହିଁ ଦେଖିଲୁ। ଏଇ ମନ୍ଦିରକୁ ଆମେ ଓହ୍ଲେଇକି ଦେଖିଲୁ। ଦେଖନ୍ତୁ ମନ୍ଦିରର ଦୃଶ୍ୟ ମୁଁ ଦେଖାଉଛି ଗାଡ଼ିରୁ। ବହୁତ ହିଁ ବଡ଼ ହନୁମାନ ମନ୍ଦିର। ହେଉଛି ଛତିଶଗଡ଼ର ବହୁତ ବଡ଼ ଟାଉନ୍ ଜଗଦଲପୁର। ମନ୍ଦିର ଦେଖି ସାରିକି ଆମେ ଜଗଦଲପୁରରୁ ବାହାରିଲୁ ପୁଣି ଆମର କୋରାପୁଟ ରାସ୍ତାରେ କଟପାଟ ପଡ଼ିବ। ଆମେ କଟପାଟ ପହଞ୍ଚି ଯାଇଛୁ। କଟପାଟରେ ଯେତେବେଳେ ରଥଯାତ୍ରା, ଏଇଟା କଟପାଟର ଖୁବ୍ ଭବ୍ୟ ଜଗନ୍ନାଥ ମନ୍ଦିର। ସେଥିରେ ମଧ୍ୟ ରଥ ଟଣା କାମ ହେଇଛି। ଯେ ରଥ ଲାଗିଛି ସେଠି ପ୍ରସାଦ ଇତ୍ୟାଦି ବଣ୍ଟନ ହୋଇଥିଲା। ଆଉ କଟପାଟରୁ ଆମେ କିଣାକିଣି କଲା ପରେ ଏଇ ଗାଡ଼ିରେ ପୁଣି ଆମର ରିଟର୍ଣ୍ଣ ଜାଣି ଆରମ୍ଭ କଟପାଟରୁ ଜୟପୁର। ଆମର କୋରାପୁଟ ଅଭିମୁଖେ ବାହାରିଲୁ। ରାସ୍ତାରେ ଜୟପୁର ପାଖରେ ଗୋଟେ ବଡ଼ ହୋଟେଲରେ ଡିନର ପାଇଁ ଅଟକିଛୁ। ଶେଷରେ ଆସିକି ଲଜରେ ପହଞ୍ଚିଲୁ। ଧନ୍ୟବାଦ, ନମସ୍କାର। ଭଲ ଲାଗିଥିଲେ ଲାଇକ୍ ଓ ସବସ୍କ୍ରାଇବ୍ କରିବାକୁ ଅନୁରୋଧ।